ପିଲାମାନେ, ଆଜି ଆମେ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିର ଅଧ୍ୟାୟ 4 ଭାରତରେ ଔପନିବେଶିକ ଯୁଗ ବିଷୟର ସମ୍ପୂର୍ଣ୍ଣ ଭଲ ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ଆଲୋଚନା କରିବା। ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ 1 ନମ୍ବର। ଉପନିବେଶବାଦ କ'ଣ? ଏହି ଅଧ୍ୟାୟକୁ ଭିତ୍ତି କରି କିମ୍ବା ତୁମ ନିଜ ଜ୍ଞାନରୁ ଏ ସମ୍ପର୍କିତ 3ଟି ସଂଜ୍ଞା ପ୍ରଦାନ କର। ଉତ୍ତର। ଉପନିବେଶବାଦ ଏକ ସଂଜ୍ଞା ହେଲା ଯେତେବେଳେ ଗୋଟିଏ ଦେଶ ଅନ୍ୟ ଏକ ଦେଶକୁ ନିୟନ୍ତ୍ରଣ କରି ସେଠାରେ ବସତି ସ୍ଥାପନ କରେ ଏବଂ ଏହାର ରାଜନୈତିକ, ଆର୍ଥିକ ଏବଂ ସାଂସ୍କୃତିକ ବ୍ୟବସ୍ଥା ଲାଗୁ କରେ ଯେଉଁଥିରେ ଉପନିବେଶବାଦୀଙ୍କ ଲାଭ ପାଇଁ ଉପନିବେଶିତ ଦେଶର ସମ୍ବଳ ଏବଂ ଲୋକଙ୍କୁ ଶୋଷଣ କରିବା ଅନ୍ତର୍ଭୁକ୍ତ। ଅନ୍ୟ ଏକ ସଂଜ୍ଞା ହେଉଛି ଆର୍ଥିକ ଚାପ କିମ୍ବା ସାମରିକ ଶକ୍ତି ମାଧ୍ୟମରେ କ୍ଷମତା ଏବଂ ସମ୍ପତ୍ତି ବିସ୍ତାର କରି ଦୁର୍ବଳ ରାଷ୍ଟ୍ରଗୁଡ଼ିକ ଉପରେ ପ୍ରାଧାନ୍ୟ ବିସ୍ତାର କରିବା। ତୃତୀୟ ସଂଜ୍ଞାଟି ହେଉଛି ଉପନିବେଶବାଦ ହେଉଛି ଏକ ବ୍ୟବସ୍ଥା ଯଦ୍ୱାରା ବିଦେଶୀ ଶାସକମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଉପନିବେଶିତ ସମାଜକୁ ପୁନଃ ଆକୃତି ଦିଅନ୍ତି, ସ୍ଥାନୀୟ ଜନସଂଖ୍ୟାର ଅତି ଶୋଷଣ କରନ୍ତି। ଏହି ସଂଜ୍ଞାଗୁଡ଼ିକରୁ ଜଣାଯାଏ ଯେ ଉପନିବେଶବାଦ ନିୟନ୍ତ୍ରଣ, ଶୋଷଣ ଏବଂ ଅସମାନତା କ୍ଷମତା ସହିତ ସମ୍ପୃକ୍ତ। 2 ନମ୍ବର। ଉପନିବେଶବାଦୀ ଶାସକମାନେ ପ୍ରାୟତଃ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ସଭ୍ୟ କରିବା ଆମର ଲକ୍ଷ୍ୟ। ଏହି ଅଧ୍ୟାୟ ଆଧାରରେ ତୁମେ ଚିନ୍ତନ କର ଯେ ଏହି ଉକ୍ତି କ'ଣ ଭାରତ ପାଇଁ ଠିକ୍ ଥିଲା, କାହିଁକି ବା କାହିଁକି ନୁହେଁ? ଉତ୍ତର। ଉପନିବେଶବାଦୀ ଶାସକମାନେ ଭାରତକୁ ସଭ୍ୟ କରିବାକୁ ଲକ୍ଷ୍ୟ କରିଥିଲେ ବୋଲି ଦାବି ଠିକ୍ ନଥିଲା। ଏହି ଅଧ୍ୟାୟରୁ ଜଣାଯାଏ ଯେ ସେମାନେ ଭାରତର ସମ୍ପତ୍ତିକୁ ଶୋଷଣ କରିଥିଲେ, ଦୁର୍ଭିକ୍ଷ ସୃଷ୍ଟି କରିଥିଲେ, ସ୍ଥାନୀୟ ଶିଳ୍ପଗୁଡ଼ିକୁ ଧ୍ୱଂସ କରିଥିଲେ ଏବଂ ବିଦେଶୀ ବ୍ୟବସ୍ଥା ଲାଗୁ କରିଥିଲେ। ସେମାନଙ୍କ ଶାସନ ପ୍ରଗତି ବଳରେ ଦୁଃଖ ଆଣିଥିଲା ଏବଂ ପ୍ରମାଣିତ କରିଥିଲା ଯେ ସେମାନଙ୍କ ଲକ୍ଷ୍ୟ ସଭ୍ୟତାର ଉନ୍ନତି କରିବା ନୁହେଁ ବରଂ ଲାଭ ଏବଂ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ। ଦୁର୍ଭିକ୍ଷରେ ନିୟୁତ ନିୟୁତ ଜନସାଧାରଣ ମୃତ୍ୟୁବରଣ କରିବା, ପାରମ୍ପରିକ ଶାସନ ବ୍ୟବସ୍ଥାର ଧ୍ୱଂସ ଏବଂ ବ୍ରିଟିଶମାନେ ନିଜ ଲାଭ ପାଇଁ ସମ୍ପଦର ପ୍ରବାହ କରିବା ହେଉଛି ଏହାର ପ୍ରମାଣ। 3 ନମ୍ବର। ଭାରତକୁ ଉପନିବେଶ କରିବାରେ କିପରି ବ୍ରିଟିଶ ଆଭିମୁଖ୍ୟ ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଭିନ୍ନ ଥିଲା? ଉତ୍ତର। ଭାରତକୁ ଉପନିବେଶ କରିବାରେ ବ୍ରିଟିଶ ଆଭିମୁଖ୍ୟ ପର୍ତ୍ତୁଗୀଜ ଓ ଫରାସୀଙ୍କ ତୁଳନାରେ ଅଧିକ ବ୍ୟବସ୍ଥିତ ଏବଂ ଦୀର୍ଘକାଳୀନ ଥିଲା। ପର୍ତ୍ତୁଗୀଜମାନେ ଧାର୍ମିକ ପରିବର୍ତ୍ତନ ଏବଂ ଫରାସୀମାନେ ସାଂସ୍କୃତିକ ସମନ୍ୱୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବ୍ରିଟିଶମାନେ ଆର୍ଥିକ ଶୋଷଣ, ବିଭାଜନ କରି ଶାସନ କରିବା ଆଦି ରାଜନୈତିକ ହେରଫେର ଏବଂ ଆଞ୍ଚଳିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଥିଲେ। ସେମାନେ ସ୍ଥାନୀୟ ଶିଳ୍ପଗୁଡ଼ିକର ଧ୍ୱଂସ ସାଧନ କରିଥିଲେ। ବହୁ ମାତ୍ରାରେ ବ୍ରିଟିଶମାନେ ଭାରତକୁ କଞ୍ଚାମାଲର ଉତ୍ସ ଏବଂ ସେମାନଙ୍କ ସାମଗ୍ରୀ ବିକ୍ରୟର ଏକ ବଜାରରେ ପରିଣତ କରିଥିଲେ। ଏହା ଫଳରେ ବ୍ୟାପକ ଦାରିଦ୍ର୍ୟ ଏବଂ ଦୁର୍ଭିକ୍ଷ ଦେଖାଦେଇଥିଲା। ସେମାନଙ୍କ ଶାସନ ପର୍ତ୍ତୁଗୀଜ ଏବଂ ଫରାସୀମାନଙ୍କ ଭଳି ପ୍ରତ୍ୟକ୍ଷ ସାମରିକ ଜୟ ଉପରେ ଗୁରୁତ୍ୱ ଆରୋପ ନକରି ମାପଚୁପ ବା ହିସାବ ରଣନୀତି ଦ୍ୱାରା ପରିଚାଳିତ ହେଉଥିଲା। 4 ନମ୍ବର। ଭାରତୀୟମାନେ ସେମାନଙ୍କର ନିଜସ୍ୱ ପରାଧୀନତା ପାଇଁ ଇଂରେଜମାନଙ୍କୁ ପାଣ୍ଠି ଯୋଗାଇଥିଲେ। ବ୍ରିଟିଶମାନଙ୍କର
ଭାରତରେ ରେଳ ଓ ଟେଲିଗ୍ରାଫ ପରି ଭିତ୍ତିଭୂମି ଓ ପ୍ରକଳ୍ପର ଅର୍ଥ କ'ଣ? ଉତ୍ତର ଭାରତୀୟମାନେ ସେମାନଙ୍କର ନିଜସ୍ୱ ପରାଧୀନତା ପାଇଁ ଇଂରେଜମାନଙ୍କୁ ପାଣ୍ଠି ଯୋଗାଇଥିଲେ। ଏହି ବାକ୍ୟାଂଶର ଅର୍ଥ ହେଉଛି ଯେ ଭାରତୀୟମାନଙ୍କଠାରୁ ଆଦାୟ କରାଯାଇଥିବା ଟିକସରୁ ତତ୍କାଳୀନ ବ୍ରିଟିଶ ଶାସକ ରେଳବାଇ ଏବଂ ଟେଲିଗ୍ରାଫ ଲାଇନ ନିର୍ମାଣ ପାଇଁ ବ୍ୟବହାର କରିଥିଲେ, ଯାହା ମୁଖ୍ୟତଃ ବ୍ରିଟିଶ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିଲା। ଏହି ପ୍ରକଳ୍ପଗୁଡ଼ିକ ଭାରତକୁ ନିୟନ୍ତ୍ରଣ କରିବାରେ ଏବଂ ସହଜରେ ସମ୍ବଳ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲା। ଭାରତୀୟମାନେ ଅତ୍ୟଧିକ କର ମାଧ୍ୟମରେ ସେଗୁଡ଼ିକର ମୂଲ୍ୟ ଦେଇଥିଲେ। ରେଳବାଇ ଏବଂ ଟେଲିଗ୍ରାଫ ଭାରତର ଲାଭ ପାଇଁ ନୁହେଁ, ବରଂ ବ୍ରିଟିଶ ଶାସନକୁ ସୁଦୃଢ଼ କରିବା ପାଇଁ ନିର୍ମିତ ହୋଇଥିଲା। ଏହା ଭାରତକୁ ଦରିଦ୍ର କରିଦେଇଥିଲା ଏବଂ ବ୍ରିଟିଶମାନେ ଅଧିକ ଶକ୍ତି ହାସଲ କରିଥିଲେ। 5 ନମ୍ବର ବିଭାଜନ ଓ ଶାସନ ବାକ୍ୟାଂଶର ଅର୍ଥ କ'ଣ? ଭାରତରେ ବ୍ରିଟିଶମାନେ କିପରି ଏହାର ବ୍ୟବହାର କରିଥିଲେ ଉଦାହରଣ ଦିଅ। ଉତ୍ତର ବିଭାଜନ ଓ ଶାସନ ବାକ୍ୟାଂଶର ଅର୍ଥ ହେଉଛି ଲୋକମାନଙ୍କ ଉପରେ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା। ବ୍ରିଟିଶମାନେ ଭାରତରେ ସ୍ଥାନୀୟ ଶାସକମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ନେଇ ଏହି ରଣନୀତି ଅବଲମ୍ବନ କରିଥିଲେ। ଉଦାହରଣ ସ୍ୱରୂପ ପଲାସି ଯୁଦ୍ଧରେ ସିରାଜଉଦ୍ଦୌଲାଙ୍କ ବିରୋଧରେ ମୀର ଜାଫରଙ୍କୁ ସମର୍ଥନ କରି ବ୍ରିଟିଶମାନେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରି ସେମାନଙ୍କ ମଧ୍ୟରେ ଥିବା ଏକତାକୁ ଦୁର୍ବଳ କରିବା ପାଇଁ ମଧ୍ୟ ଉତ୍ସାହିତ କରିଥିଲେ। ଏପରି ବିଭାଜନ ସୃଷ୍ଟି କରିବା ଦ୍ୱାରା ବ୍ରିଟିଶମାନେ ଦୀର୍ଘ ସମୟ ପାଇଁ ଭାରତରେ ପ୍ରାଧାନ୍ୟ ବିସ୍ତାର କରିପାରିଥିଲେ। 6 ନମ୍ବର କୃଷି, ଶିକ୍ଷା, ବାଣିଜ୍ୟ କିମ୍ବା ଗ୍ରାମୀଣ ଜୀବନ ମଧ୍ୟରୁ ଭାରତୀୟ ଜୀବନର ଯେକୌଣସି ଗୋଟିଏ କ୍ଷେତ୍ରକୁ ବାଛ। ଔପନିବେଶିକ ଶାସନ ଦ୍ୱାରା ଏହା କିପରି ଭାବରେ ପ୍ରଭାବିତ ହୋଇଥିଲା, ସେହି ପରିବର୍ତ୍ତନ ଆଜି ମଧ୍ୟ ସମାଜରେ ଦେଖିପାରୁଛ କି? ଗୋଟିଏ ଛୋଟ ପ୍ରବନ୍ଧ, କବିତା ବା ଚିତ୍ର ମାଧ୍ୟମରେ ତୁମ ମନର ଭାବ ପ୍ରକାଶ କର। ମୁଁ ଏଠି ପିଲାମାନେ କୃଷିକୁ ନେଇଛି। ଉତ୍ତର ଔପନିବେଶିକ ଶାସନ ଭାରତୀୟ କୃଷିକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ବ୍ରିଟିଶମାନେ ଭାରତୀୟ କୃଷକମାନଙ୍କଠାରୁ ଉଚ୍ଚ ହାରରେ ଭୂ-ରାଜସ୍ୱ ଆଦାୟ କରୁଥିଲେ। ସେମାନେ ଭାରତୀୟ କୃଷକମାନଙ୍କୁ ଖାଦ୍ୟଶସ୍ୟ ପରିବର୍ତ୍ତେ ବିଭିନ୍ନ ଅର୍ଥକାରୀ ଫସଲ ଯଥା ନୀଳ ଚାଷ କରିବାକୁ ବାଧ୍ୟ କରୁଥିଲେ, ଯାହା ଫଳରେ ଦୁର୍ଭିକ୍ଷ ଦେଖାଦେଇଥିଲା। ଅନେକ କୃଷକ ଋଣ ଜନ୍ତାରେ ପଡ଼ି ନିଜର ଜମି ହରାଇଥିଲେ। ଆଜି ମଧ୍ୟ ଭାରତୀୟ କୃଷି, ପୁରାତନ ଚାଷ ପଦ୍ଧତି, ଜମିର ଅସମାନ ବଣ୍ଟନ ଇତ୍ୟାଦି ଭଳି ଔପନିବେଶିକ ବ୍ୟବସ୍ଥା ସହିତ ସଂଗ୍ରାମ କରୁଛି। କୃଷକମାନେ ଏବେ ମଧ୍ୟ ସ୍ୱଳ୍ପ ଆୟ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅଭାବ ଭଳି ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହା ଦର୍ଶାଏ ଯେ ଔପନିବେଶିକ ଶାସନ କିପରି ଭାରତୀୟ କୃଷି ପାଇଁ ଏକ ଦୀର୍ଘସ୍ଥାୟୀ ଦାଗ ଛାଡ଼ିଦେଇ ଯାଇଛି। 7 ନମ୍ବର କଳ୍ପନା କର ଯେ ତୁମେ 1857ର ଜଣେ ସମ୍ବାଦଦାତା। ଝାନ୍ସିର ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିରୋଧ ସମ୍ପର୍କରେ ଏକ ଛୋଟ ସମ୍ବାଦ ଲେଖ। ମୁଖ୍ୟ ଘଟଣାବଳୀ ଏବଂ ନେତାମାନଙ୍କୁ ଗୁରୁତ୍ୱ ଦେଇ ବିଦ୍ରୋହ କିପରି ଆରମ୍ଭ, ପ୍ରସାରିତ ଓ ସମାପ୍ତ ହେଲା, ଏକ ସମୟରେଖା ବା ଷ୍ଟୋରି ବୋର୍ଡ ଗଳ୍ପ ଫଳକ ମାଧ୍ୟମରେ ଦର୍ଶାଅ। ଉତ୍ତର 1857 ମସିହାରେ ଝାନ୍ସିର ରାଣୀ ଲକ୍ଷ୍ମୀବାଈ
ବ୍ରିଟିଶ ଶାସନ ବିରୋଧରେ ଏକ ଚମତ୍କାର ବିଦ୍ରୋହର ନେତୃତ୍ୱ ନେଇଥିଲେ। ବ୍ରିଟିଶମାନେ ରାଜସ୍ୱ ଲୋପନୀତି ପ୍ରୟୋଗ କରି ଝାନ୍ସୀକୁ ନିଜ ଅଧୀନକୁ ନେବା ପରେ ସେ ଆତ୍ମସମର୍ପଣ କରିବାକୁ ମନା କରିଥିଲେ। ତାଙ୍କର ବିଶ୍ୱସ୍ତ ସେନାପତି ତାତ୍ୟା ତୋପେଙ୍କ ସହ ସେ ଝାନ୍ସୀକୁ ରକ୍ଷା କରିଥିଲେ, କିନ୍ତୁ ବ୍ରିଟିଶମାନେ ଆକ୍ରମଣ କରିବା ପରେ ସେ ପଳାୟନ କରିବା ପାଇଁ ବାଧ୍ୟ ହୋଇଥିଲେ। ପରେ ସେ ଗ୍ୱାଲିୟର ଅଧିକାର କରିଥିଲେ, କିନ୍ତୁ 18 ଜୁନ୍ 1858ରେ ଲଢୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କର ସାହସିକତା ସ୍ୱାଧୀନତା ସଂଗ୍ରାମର ଅନେକଙ୍କୁ ପ୍ରେରଣା ଦେଇଥିଲା। ସମୟରେଖା 1. 1853 ଝାନ୍ସୀ ବ୍ରିଟିଶମାନଙ୍କଦ୍ୱାରା ମିଶ୍ରଣ। 1857 ବିଦ୍ରୋହ ଆରମ୍ଭ ରାଣୀ ଲକ୍ଷ୍ମୀବାଈଙ୍କ ବିଦ୍ରୋହର ନେତୃତ୍ୱ ନେଲେ। 3 ମାର୍ଚ୍ଚ 1858 ଝାନ୍ସୀ ବ୍ରିଟିଶମାନଙ୍କଦ୍ୱାରା ଅବରୋଧ ରାଣୀଙ୍କ ପଳାୟନ। ନଭେମ୍ବର 1858 ଗ୍ୱାଲିୟର ଯୁଦ୍ଧରେ ରାଣୀଙ୍କ ମୃତ୍ୟୁ ତାଙ୍କର ଐତିହ୍ୟ ସାହସର ପ୍ରତୀକ ରୂପେ ବଞ୍ଚି ରହିଛି। 8. ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ୱାରା ଉପନିବେଶିତ ହୋଇ ନଥିଲା। ମନେକରି ଏକ ବିକଳ୍ପ ଇତିହାସ କଳ୍ପନା କର। ଭାରତ କିପରି ନିଜ ବାଟରେ ବିକଶିତ ହୋଇପାରିଥାନ୍ତା, ସେ ସମ୍ପର୍କରେ 300 ଶବ୍ଦ ମଧ୍ୟରେ ଏକ ସଂକ୍ଷିପ୍ତ କାହାଣୀ ଲେଖ। ଉତ୍ତର ଲେଖିବା। ଏକ ବିକଳ୍ପ ଇତିହାସରେ ଯେଉଁଠାରେ ଭାରତ କେବେ ଉପନିବେଶିତ ହୋଇନଥିଲା, ଦେଶ ବାଣିଜ୍ୟ, ବିଜ୍ଞାନ ଏବଂ ସଂସ୍କୃତିରେ ବିଶ୍ୱର ଏକ ନେତା ହେବାର ସୌଭାଗ୍ୟ ଲାଭ କରିଥିଲା। ମୋଗଲ ଏବଂ ମରାଠା ସାମ୍ରାଜ୍ୟ କୃଷି, ବୟନଶିଳ୍ପ ଏବଂ ଧାତୁ ବିଦ୍ୟାରେ ନୂତନତ୍ୱ ପ୍ରୋତ୍ସାହିତ କରି ସମୃଦ୍ଧ ହୋଇ ଚାଲିଥିଲା। ଭାରତୀୟ ବ୍ୟବସାୟୀମାନେ ବିଶ୍ୱ ମସଲା ଏବଂ ରେଶମ ମାର୍ଗ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ନାଳନ୍ଦା ଏବଂ ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟଗୁଡ଼ିକ ବିସ୍ତାରିତ ହୋଇ ଉନ୍ନତ ଶିକ୍ଷାକେନ୍ଦ୍ରରେ ପରିଣତ ହୋଇଥିଲା। ବ୍ରିଟିଶ ହସ୍ତକ୍ଷେପ ବିନା ଭାରତର ଶିଳ୍ପଗୁଡ଼ିକ ଦୃଢ଼ ରହିଥିଲା। କାରିଗର ଏବଂ ବୁଣାକାରମାନେ ସମୃଦ୍ଧ ହୋଇଥିଲେ ଏବଂ ଅର୍ଥନୀତି ସ୍ଥିର ଭାବରେ ବୃଦ୍ଧି ପାଇଥିଲା। ଜାତି ବ୍ୟବସ୍ଥା ଧୀରେ ଧୀରେ ବିକଶିତ ହୋଇଥାନ୍ତା ଏବଂ ସାମାଜିକ ସଂସ୍କାର ହୋଇଥାନ୍ତା। ଭାରତ ନିଜ ଉପାୟରେ ବିକଶିତ ହୋଇଥାନ୍ତା। ଭାରତ ନିଜର ଗଣତାନ୍ତ୍ରିକ ବ୍ୟବସ୍ଥାର ଉନ୍ନତି କରିପାରିଥାନ୍ତା ଏବଂ ପାରମ୍ପରିକ ପରିଷଦଗୁଡ଼ିକୁ ଆଧୁନିକ ଶାସନ ସହିତ ମିଶ୍ରଣ କରିପାରିଥାନ୍ତା। ପ୍ରାଥମିକ ରେଳବାଇ ବ୍ୟବସ୍ଥା ଭଳି ପ୍ରଯୁକ୍ତି ଅଗ୍ରଗତି ଭାରତୀୟ ପରିବେଶରେ ପ୍ରଚଳନ କରାଯାଇପାରିଥାନ୍ତା ଏବଂ ଭାରତ ଧନ ପ୍ରବାହ ନହୋଇ ସହରଗୁଡ଼ିକୁ ସଂଯୁକ୍ତ କରିପାରିଥାନ୍ତା। ଭାରତ ଦୁର୍ଭିକ୍ଷକୁ ଏଡ଼ାଇ ଦେଇପାରିଥାନ୍ତା, କାରଣ ସ୍ଥାନୀୟ ଶାସକମାନେ ଅର୍ଥକାରୀ ଫସଲ ଅପେକ୍ଷା ଖାଦ୍ୟଶସ୍ୟର ଉତ୍ପାଦନକୁ ପ୍ରାଥମିକତା ଦେଉଥିଲେ। ସାଂସ୍କୃତିକ ଦୃଷ୍ଟିରୁ ଭାରତର ସମୃଦ୍ଧ ସଙ୍ଗୀତ, କଳା ଏବଂ ସାହିତ୍ୟ ପରମ୍ପରା ବିଶ୍ୱରେ ପ୍ରସାରିତ ହୋଇଥାନ୍ତା। ସଂସ୍କୃତ ଏବଂ ଆଞ୍ଚଳିକ ଭାଷାଗୁଡ଼ିକ ପ୍ରଭାବଶାଳୀ ହୋଇପାରିଥାନ୍ତା ଏବଂ ଇଂରେଜ ଏକ ବିଦେଶୀ ଭାଷା ରୂପେ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ସୀମିତ ରହିଥାନ୍ତା। ବିଶ୍ୱରେ ଭାରତ ଏକ ଆତ୍ମବିଶ୍ୱାସୀ, ଆତ୍ମନିର୍ଭରଶୀଳ ରାଷ୍ଟ୍ର ଭାବେ ଉଭା ହୋଇଥାନ୍ତା। ଶୋଷଣ ବିନା ଭାରତର ପଥ ଅନନ୍ୟ ହୋଇଥାନ୍ତା। 9. ଅଭିନୟ ମାଧ୍ୟମରେ ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ଉପରେ ଜଣେ ବ୍ରିଟିଶ ଅଧିକାରୀ ଏବଂ ଦାଦାଭାଇ ନାରୋଜୀଙ୍କ ଭଳି ଜଣେ
ଭାରତୀୟ ବ୍ୟକ୍ତିଙ୍କ ମଧ୍ୟରେ ଏକ ଐତିହାସିକ କଥୋପକଥନ ପ୍ରଦର୍ଶନ କର। ଉତ୍ତର ଛାତ୍ର 1 ଜଣେ ବ୍ରିଟିଶ ଅଧିକାରୀର ଅଭିନୟ କରିବେ। ବ୍ରିଟିଶ ଅଧିକାରୀ କ'ଣ କହୁଛନ୍ତି? ଶ୍ରୀମାନ ନାରୋଜୀ, ଆମ ଶାସନ ଭାରତରେ ରେଳପଥ, ଶିକ୍ଷା ଏବଂ ଆଧୁନିକ ବ୍ୟବସ୍ଥାରେ ପ୍ରଗତି ଆଣିଛି। ଆପଣ ନିଶ୍ଚିତ ଭାବରେ ଏହାର ଲାଭ ଦେଖୁଛନ୍ତି। ତୁମର ନୀତି ଭାରତର ସମ୍ପତ୍ତିକୁ ଇଂଲଣ୍ଡକୁ ନେଇଯାଉଛି, ଯାହା ଦାରିଦ୍ର୍ୟ ଏବଂ ଦୁର୍ଭିକ୍ଷ ସୃଷ୍ଟି କରୁଛି। ରେଳପଥ ଭାରତୀୟମାନଙ୍କର ନୁହେଁ, ବରଂ ଆପଣଙ୍କ ବାଣିଜ୍ୟର ସେବା କରେ। ପ୍ରକୃତ ପ୍ରଗତିରେ ଭାରତୀୟମାନଙ୍କୁ ଶୋଷଣ ନୁହେଁ, ବରଂ ଉନ୍ନତି କରିବା। ବ୍ରିଟିଶ ଅଧିକାରୀ ଜଣକ କହୁଛନ୍ତି, କିନ୍ତୁ ଆମେ ଶୃଙ୍ଖଳା ବଜାୟ ରଖୁଛୁ ଏବଂ ଚାକିରି ଯୋଗାଉଛୁ। ଆମ ବିନା ଭାରତର ଅଧୋଗତି ହେବ। ତାପରେ ଦାଦାଭାଇ ନାରୋଜୀ କହୁଛନ୍ତି, ତୁମେ ଭାରତକୁ ଆସି ବିଶୃଙ୍ଖଳା ସୃଷ୍ଟି କରୁଛ। ତୁମେ ଆସିବା ପୂର୍ବରୁ ଭାରତ ସମୃଦ୍ଧ ଥିଲା। ତୁମର ଶାସନ ଇଂଲଣ୍ଡକୁ ସମୃଦ୍ଧ କରୁଛି। ସେହି ସମୟରେ ଏଠାରେ ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ରହୁଛନ୍ତି। ଏଥିରେ ପରିବର୍ତ୍ତନ ଦ୍ୱାରା ଭାରତୀୟମାନେ ନ୍ୟାୟ ପାଇବେ। ତାପରେ 10 ନମ୍ବର, ଉପନିବେଶବାଦୀ ଶାସନ ସମୟରେ ତୁମ ରାଜ୍ୟ ବା ଅଞ୍ଚଳ ଏକ ପ୍ରତିରୋଧ ଆନ୍ଦୋଳନ ଆଦିବାସୀ କୃଷକ ପ୍ରତିରୋଧ ଆନ୍ଦୋଳନ ଆଦିବାସୀ କୃଷକ କିମ୍ବା ରାଜକୀୟ ବିଷୟରେ ଚିନ୍ତା କର। ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବର୍ଣ୍ଣନା କରି ଏକ ବିବରଣୀ ପ୍ରସ୍ତୁତ କର। ପ୍ରମୁଖ କାରଣ କ'ଣ ଥିଲା? ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ? ସେମାନଙ୍କର ଦାବି କ'ଣ ଥିଲା? ଏଥିପ୍ରତି ବ୍ରିଟିଶମାନଙ୍କର ପ୍ରତିକ୍ରିୟା କିପରି ଥିଲା? ଆଜି ଏହି ଘଟଣାକୁ କିପରି ମନେ ରଖାଯାଇଛି, ଯଥା ସ୍ଥାନୀୟ ପର୍ବପର୍ବାଣି, ନୃତ୍ୟ, ଗୀତ ବା ସ୍ମାରକୀ ମାଧ୍ୟମରେ? ଉତ୍ତର ଲେଖିବା। 1817 ମସିହାରେ ପାଇକ ବିଦ୍ରୋହ। 1817 ମସିହାରେ ଖୋର୍ଦ୍ଧାରେ ହୋଇଥିବା ପାଇକ ବିଦ୍ରୋହର ମୁଖ୍ୟ କାରଣ ଥିଲା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଦମନକାରୀ ରାଜସ୍ୱ ନୀତି। ପାଇକମାନଙ୍କର ବଂଶାନୁକ୍ରମିକ ନିଷ୍କର ଜମିର ଉଚ୍ଛେଦ, ଲବଣ ଉତ୍ପାଦନ ଉପରେ ନିଷେଧାଜ୍ଞା ଜାରି ଏବଂ କଉଡ଼ି ପରିବର୍ତ୍ତେ ନୂତନ ରୂପା ମୁଦ୍ରା ପ୍ରଚଳନ। ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ରାଜାଙ୍କ ପ୍ରଧାନ ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ଭ୍ରମରବର ରାୟ। ପାରମ୍ପରିକ ଜୀବିକା ନିର୍ବାହର ପନ୍ଥାକୁ ପୁନଃ ଅବସ୍ଥାପିତ କରିବା, ଆର୍ଥିକ ନିରାପତ୍ତା ଏବଂ ସାମାଜିକ ସମ୍ମାନ ସେମାନଙ୍କର ମୁଖ୍ୟ ଦାବି ଥିଲା। ବ୍ରିଟିଶମାନେ ଏହି ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରିଥିଲେ। 2018 ମସିହା ଡିସେମ୍ବର 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା ବିଦ୍ରୋହର ଦ୍ୱିଶତବାର୍ଷିକ ଉପଲକ୍ଷେ ଏକ ଡାକ ଟିକେଟ ପ୍ରଚଳନ କରିଛନ୍ତି। 2019 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ଭିତ୍ତିପ୍ରସ୍ତର ସ୍ଥାପନ ଖୋର୍ଦ୍ଧାର ବରୁଣେଇ ପାହାଡ଼ ଉପରେ କରିଛନ୍ତି। ବିଦ୍ରୋହର ମୁଖ୍ୟ ନାୟକ ବକ୍ସି ଜଗବନ୍ଧୁଙ୍କୁ ଏକ ଜାତୀୟ ବୀର ରୂପେ ସମ୍ମାନ ଦିଆଯାଏ ଏବଂ ତାଙ୍କର ପରମ୍ପରାକୁ ସ୍ଥାନୀୟ ଘଟଣା, ନାଟକ ଏବଂ ସାହିତ୍ୟ ମାଧ୍ୟମରେ ଉଜ୍ଜୀବିତ ରଖାଯାଇଛି। ପାଇକମାନଙ୍କର ସାମରିକ ବୀରତ୍ୱକୁ ସ୍ମରଣୀୟ ରଖିବା ପାଇଁ ପାଇକ ଆଖଡ଼ାକୁ ଏକ ସାଂସ୍କୃତିକ ପରମ୍ପରା ଭାବେ ପାଳନ କରାଯାଏ। ପିଲାମାନେ
ଯଦି ତୁମକୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ରାନୀ ପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲର ଏହି ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ଆପଣମାନଙ୍କୁ ଏମିତି ସୁନ୍ଦର ଭାବରେ ବୁଝାଉଥିବା ଭିଡ଼ିଓ ସବୁ ଆପଣଙ୍କ ପାଖକୁ ପହଞ୍ଚି ପାରିବ। ରହୁଛି, ଜୟ ଜଗନ୍ନାଥ।